ପଦରୁ 12 ପଦ। ଆଜିର ଶୀର୍ଷକ ହେବ ପ୍ରଳାପ, ଯାହାକୁ ଅତି ଆମର ଏଇପଟ ଭାଷାରେ ବାଲେଶ୍ୱର ଭାଷାରେ ବିଳିବିଳେଇବା କୁହନ୍ତି। ବିଳିବିଳେଇ ପ୍ରଳାପ କରୁଛି, ଖାଲି ଅଯଥା ଗପସପ କରୁଛି, ଖାଲି ବକିଚାଲି ଯାଉଛି, କହିଚାଲି ଯାଉଛି, ପ୍ରଳାପ କରୁଛି। ଏ ବିଷୟକୁ ଆମେ ଦେଖିବା ଲୁକ 24 ପର୍ବ 8 ପଦରୁ 12 ପଦ। ସେଠି ଏକ ପ୍ରକାର ବିଷୟ ଲେଖାଯାଉଛି। ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ। ଆମେ ଗତ ଥର ଦେଖିଥିଲୁ ସ୍ମରଣ କରିବା ଉଦ୍ଦେଶ୍ୟରେ। ସ୍ମରଣ କରିବାରୁ ସେମାନେ ବୁଝିପାରିଲେ, ଜାଣିପାରିଲେ, ହଁ ପ୍ରଭୁ ଏହା କହିଥିଲେ। ଆଉ ଦୂତ ସେଇମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେଉଁମାନେ ଅଧମୁଖ ହୋଇ ପ୍ରଭୁଙ୍କ ନାମକୁ ଉନ୍ନତ ଉଚ୍ଚୀକୃତ କରନ୍ତି। କ'ଣ ହେଇଗଲା ବୋଲି ଚିନ୍ତା କରନ୍ତି। ଆଉ ପୁଣି 9 ପଦ ସମାଧିରୁ ବାହୁଡ଼ି ଯାଇ ଏକାଦଶ ଅନ୍ୟ ସମସ୍ତଙ୍କୁ ଏହି ସମ୍ବାଦ ଦେଲେ। ସ୍ମରଣ କରିବାକୁ ଯେତେବେଳେ ସ୍ୱର୍ଗର ଦୂତ କହୁଛନ୍ତି ଏମାନେ ଯିବେ କୁଆଡ଼େ? ଏମାନେ ଦୌଡ଼ିଲେ। ହଁ ସତ କଥା ତ ପ୍ରଭୁ ଥିଲାବେଳେ ଏ କଥା ଆମକୁ କହିଥିଲେ। ଆଉ ସେ ଦୌଡ଼ି ଯାଇ ତାଙ୍କର ଅନୁଗାମୀ, ପ୍ରଥମ ଅନୁଗାମୀ ଶିଷ୍ୟମାନଙ୍କୁ, ଯେଉଁମାନେ ପ୍ରଭୁଙ୍କର କାମ ଅନେକ କରିଛନ୍ତି, ସେମାନଙ୍କ ନିକଟକୁ ଯାଇ ସମ୍ବାଦ ଦେଲେ। ଆଉ ଯେଉଁମାନେ ସମ୍ବାଦ ଦେଲେ ସେମାନେ ସବୁ ମା ପ୍ରଭୁଙ୍କ ନିକଟରୁ ଆଶୀର୍ବାଦ ପାଇଛନ୍ତି। କାହା କାହା ପାଖରୁ? ଭୂତ ଛାଡ଼ି ଯାଇଛି, ଅସୁସ୍ଥତା ଚାଲି ଯାଇଛି। ଆଉ କିଏ କିଏ ସେ ପ୍ରକାର ଆଶୀର୍ବାଦ ପାଇ ପ୍ରଭୁଙ୍କର ଗୋଡ଼କୁ ସିକ୍ତ କରିଦେଇଛନ୍ତି ବହୁମୂଲ୍ୟ ସୁଗନ୍ଧି ତୈଳରେ। କାରଣ କ'ଣ? ନା ପ୍ରଭୁଙ୍କ ପାଖରୁ ଉପକାର ପାଇ ଆଉ ସେମାନେ ପ୍ରଭୁଙ୍କୁ ଭୁଲି ନାହାନ୍ତି। ଲୋକମାନେ ଛିଛାକର କରୁଛନ୍ତି। ଏ ମରିୟମ ଯଦି କି ପ୍ରକାର ମଣିଷ, ଏହା ଯଦି ଯୀଶୁଖ୍ରୀଷ୍ଟ ଜାଣିପାରିଥାନ୍ତେ ତାହେଲେ ତାଙ୍କ ଗୋଡ଼କୁ ଛୁଇଁବା କଥା ସିଏ ଜାଣିଦେଇ ନିଜକୁ ଆଡ଼େଇ ରଖିଥାନ୍ତେ। କାରଣ ଏ ଛୁଇଁବା ତ ଦୂରର କଥା, ଇଏ ବହୁମୂଲ୍ୟ ତୈଳ ଢାଳି ଅଶ୍ରୁ ଜଳରେ ତାଙ୍କର ଗୋଡ଼ ପୋଛି ଦେଇ, ଗୋଡ଼କୁ ସିକ୍ତ କରି, ମୁଣ୍ଡର କେଶରେ ତାଙ୍କର ପାଦକୁ ପୋଛି ଦେଉଛି। ଏ କଥା ଦେଖି ଅନ୍ୟମାନେ ଯେତେବେଳେ ଉତ୍ସାହନା କରୁଛନ୍ତି ଯୀଶୁଙ୍କୁ, ପ୍ରଭୁଙ୍କୁ କିଛି କହିବା ଆବଶ୍ୟକତା ନାହିଁ, ମନ କଥା ସେ ବୁଝିଯାନ୍ତି। ଆଉ ସେ କହିଲେ ଏ ଲୋକ ସଠିକ୍ କାମ କଲା ଯେ ମୃତ୍ୟୁ ପୂର୍ବରୁ ତାଙ୍କ ଭିତରେ ମରିୟମ ଥିଲେ, ମଗ୍ଦଲିନୀ ମରିୟମ ବି ଥିଲେ ସେଇ ଦଳରେ। ଆଉ ସେଇମାନେ ଯାଉଛନ୍ତି ଯୀଶୁଙ୍କୁ ଦେଖା କରିବାକୁ। ଆଉ ଦେଖୁଛୁ ଲେଖାଯାଉଛି 10 ପଦ, ଏମାନେ ମଗ୍ଦଲିନୀ ମରିୟମ, ଯୋହାନ୍ନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀ ଲୋକମାନେ, ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଏ। ଯାହାକୁ ଅତି ଆଦର କରି ମରିୟମ ବଞ୍ଚିଥିଲା ବେଳେ ଲୋକମାନଙ୍କର କୁଶାରଟଣାକୁ ଭ୍ରୂକ୍ଷେପ ନ କରି ପୁରୁଷ ପ୍ରାଧାନ୍ୟ ସମାଜରେ ନିଜେ ଚାଲିଯାଇ ସମସ୍ତଙ୍କ ଭିତରେ ଯୀଶୁଙ୍କର ପାଦକୁ ଚୁମ୍ବନ କରୁଛି। କାରଣ କ'ଣ? ବହୁତ ବାଟ ପ୍ରଭୁ ଚାଲନ୍ତି। ସେଥିପାଇଁ ଜିକେରେ ସାଧାରଣ ଜ୍ଞାନରେ ପଢ଼େ, ଯେଉଁମାନେ ଏଣ୍ଟ୍ରାନ୍ସ ଦିଅନ୍ତି, ପରୀକ୍ଷା ଦିଅନ୍ତି, ସବୁଠାରୁ ପୃଥିବୀରେ ବେଶୀ କିଏ ଚାଲିଛି? ଯୀଶୁଖ୍ରୀଷ୍ଟ। ଗୋଡ଼ ଫାଟି ଯାଇଥିବ ନିଶ୍ଚିତ, ରକ୍ତ ବାହାରୁଥିବ ନିଶ୍ଚିତ। ଆଉ ସେତିକି ବେଳେ ମରିୟମ ଆଉ ସହିପାରିନି, ସୁଗନ୍ଧି ତୈଳ ଢାଳି ଦେଇ ମୋର ପ୍ରଭୁଙ୍କର ଗୋଡ଼ ଏ ପ୍ରକାର ହେଇଯାଇଛି କହିକି ଚୁମା ଦେଉଛି ଗୋଡ଼ରେ। ଆଉ ଯେତେବେଳେ ପୋଛି ଦେଉଛି ଅନ୍ୟମାନେ ସହ୍ୟ କରିପାରୁନାହାନ୍ତି। ପାପୀଟା, ଏ ପାପୀଟା, ବ୍ୟଭିଚାରିଣୀଟା, ଏ ଭୂତଗ୍ରସ୍ତାଟା, ଇଏ କ'ଣ ପ୍ରଭୁଙ୍କ ପାଦକୁ ଛୁଉଁଛି ଇଏ ଜାଣିପାରୁନାହାନ୍ତି। ଇଏ ପ୍ରକୃତରେ ମସିହ ନୁହନ୍ତି। ସେଇ ମରିୟମ ମଧ୍ୟ ଏଠି ଅଛି। ଆଉ ଏମାନେ ଯାଇ ଏତେ ଉପକାର ପାଇଲା ପରେ କବରକୁ ଯାଇ ଦେଖୁଛନ୍ତି ପଥରଟି ଗଡ଼େଇ ଦିଆହେଇଛି। ଆଉ ସେ ସିଧା ଯାଇ ଶିଷ୍ୟମାନଙ୍କୁ କହୁଛନ୍ତି। ତାପରେ 11 ପଦ ଦେଖୁଛୁ, ମାତ୍ର ଏ ସମସ୍ତ କଥା ସେମାନଙ୍କ ନିକଟରେ ପ୍ରଳାପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ଅବିଶ୍ୱାସ କଲେ। ପ୍ରଳାପ ପାଗଳ ପରି ଲାଗିଲା। ଇଏ ସେତେବେଳେ ଭୂତ ଧରିଥିଲା, ପ୍ରଭୁ ଛଡ଼େଇଥିଲେ। କେତେ ଭୂତ? ମରିୟମକୁ ଛାଡ଼ିଥିଲେ। 7ଟା
ଆଉ ଥରେ ଆକୁ ଭୂତ ଧରିଛି। ଇଏ ଏବେ କଥା କହୁଛି ଯୀଶୁ ମରିକି ଗଲେନି, ସେ ପ୍ରଳାପ କରି ଲାଗିଲା। ଆଜି ଆମର କଥା ହଉଛି ଆମେ ପ୍ରଳାପ ନବୁ। ସାଧାରଣ ଲୋକ ଯୋଉ ଶକ୍ତିର କଥା କହୁଛି ତାକୁ ପ୍ରଳାପ କରି ନ ଭାବୁ। ସେଥିପାଇଁ ପ୍ରଥମ କରନ୍ତି 13 ପର୍ବ ତାର 7 ପଦରେ ଗୋଟେ କଥା ଲେଖାଯାଉଛି। କଣ ଲେଖାଯାଉଛି? ସମସ୍ତ ବିଷୟ ପ୍ରଭୁଙ୍କର ଲୋକମାନେ କଣ କରିବା ଦରକାର? ସହ୍ୟ କରିବା ଦରକାର। ତାପରେ ବିଶ୍ୱାସ କର। ସମସ୍ତ ବିଷୟ ବିଶ୍ୱାସ କର। ଆମେ ଆଜ୍ଞା ସବୁ ବିଷୟ ବିଶ୍ୱାସ କରୁ, ଆଉ ସେଥିପାଇଁ କୋଉ ଘାଟାରେ ବି ପଡୁ। ବହୁତ ଘାଟା, ବହୁତ ଘାଟା। ଆର୍ଥିକ ଭାବରେ, ପାରିବାରିକ ଭାବରେ, ମାଣ୍ଡଳିକ ଭାବରେ ବହୁତ ଘାଟା। ନତେ 17 ବର୍ଷ ପରେ କାହିଁକି ନତେ ମୁଁ ଏକା କାହିଁକି ଏଠି ରହିଛି, ମୋର କ'ଣ ପରିବାର ନାହିଁ। ବହୁତ ଘାଟା। ସବୁ ବିଶ୍ୱାସ କରିବ ଆଉ ସବୁ ସହ୍ୟ କର। ତାପରେ ସମସ୍ତ ଭରସା କର, ପ୍ରଭୁଙ୍କ ନାଁରେ ଭରସା। ତାପରେ ଧୈର୍ଯ୍ୟ ଧରି ରହେ। ତାପରେ ଏହା ହେଉଛି ଯୀଶୁଙ୍କ ପ୍ରତିକ୍ରିୟା। ସବୁ ସହ୍ୟ କରିବ, ସବୁ ଧୈର୍ଯ୍ୟ ଧରି ରହିବ, ସବୁ ବିଶ୍ୱାସ କରିବ, ସବୁ ଭରସା କରିବ, ତାର ଫଳ ଆମ କରି ପାଇବ। ଯେତେ ଯାହା ଅସୁବିଧା ହେଲେ ପରେ 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 ସବୁ ଠିକ୍ ଠାକ୍ ହେଇଯିବ। ଆଜ୍ଞା ସୁଧାରି ମୁଁ ସେଇଥିପାଇଁ କି ମୋର କାହାରି ସାଙ୍ଗରେ ଅପଟ ନାହିଁ ଏ ଦୁନିଆରେ। କେବଳ ଗୋଟିଏ ଲୋକ ଅପଟ, ସିଏ ହେଉଛି କିଏ? ଶୈତାନ। ଲୋକମାନଙ୍କୁ ଗୁରୁ, ସେ ଗୁରୁ ଦେବତା, ତାହାରି ସାଙ୍ଗରେ ଅପଟ। ସେଥିପାଇଁ ମତେ ମଣ୍ଡଳୀ କ'ଣ କରୁ ନ କରୁ, ପରିବାର କ'ଣ କରୁ ନ କରୁ, କିଏ ମତେ ଚୂନ ଲଗେଇକି ମାରିଦେଉ, ମତେ ଫରକ ପଡ଼େ। ଆଉ ସବୁ ତାଙ୍କରି ଉପରେ ପଡ଼ିବ। ଆଉ ବେଳ ଆସିବ ସେମାନେ ହିଁ ଆମଠୁ ପରାମର୍ଶ ଯଦି ନେବେ ବଞ୍ଚିବେ, ନଚେତ ମରିବେ। ସମସ୍ତ ସହ୍ୟକର, ପ୍ରଳାପ କିଛି ନାହିଁ। ଆମେ ପ୍ରଳାପ କରୁନୁ ଆଜ୍ଞା, ସମସ୍ତ ବିଶ୍ୱାସ କର ଲେଖାଯାଇଛି। ପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସ କରି ଆମେ ପ୍ରଳାପ ଲୋକଙ୍କୁ ଲାଗେ, କିନ୍ତୁ ଆମେ ପ୍ରଳାପ କରୁନା, ସତ କଥା କହୁ। ତାର ଝଲକ ବାଧିଯିବ। ସେଥିପାଇଁ ମୁଁ କହୁନି ଆମର ପରିବାରରେ ଗୋଟେ ବିଷୟ ଏବେ ହେଇଯାଇଛି, ବାଧିଯିବ। ଯାହାକି ନ କରିପାରିଲେ କିନ୍ତୁ ଏ ଅଯୋଗ୍ୟ ଦ୍ୱାରା ହେଇଯିବ। କେମିତି ପ୍ରଳାପ ନୁହେଁ କହୁଥିଲେ ଯୀଶୁ ହଉଛି। ଏଥିପାଇଁ ୟା ପାଖରେ ଠନ୍ ଠନ୍ ଠିକିରି ନାହିଁ। ଏମାନଙ୍କ ପାଖରେ ସବୁ ଠନ୍ ଠନ୍ ଠିକିରି ପୁରା ଭର୍ତ୍ତି। ଆରେ ଠନ୍ ଠନ୍ ଠିକିରି ହେଇକି ଯଦି କାମ ନ କରିପାରୁଛ, ସେ ଠିକିରିରେ ମୂଲ୍ୟ କ'ଣ? ଆମର ଠିକିରି ନଥାଇକି ଯଦି ସବୁ କାମ ହେଇପାରୁଛେ ଆଉ କ'ଣ? ସେଥିପାଇଁ ଆମେ ଯୀଶୁ ହଉ। ସେବେ ହଉଥିଲୁ ଯେତେବେଳେ ନଥିଲା ଠନ୍ ଠନ୍ ଠିକିରି। ଏବେ ଠନ୍ ଠନ୍ ଠିକିରି ଅଛି, ବାର ଅଛି, ଆମେ ଆହୁରି ଜୋରରେ ହଉଛୁ। କାରଣ ପ୍ରଭୁଙ୍କ ନାମ ଉନ୍ନତ ଉଚ୍ଚୀକୃତ କରିବା ପାଇଁ। ପ୍ରଭୁ ଆପଣଙ୍କୁ ମୋତେ ଅନୁଗ୍ରହ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ପାଖରେ ଯିଏ କହୁଛି ପ୍ରଳାପ ବୋଲି କ'ଣ ମାନନ୍ତୁ ନାହିଁ, କିନ୍ତୁ ଆପଣ ସବୁ ବିଶ୍ୱାସ କରି ଯାଆନ୍ତୁ ଆଉ ପ୍ରଭୁଙ୍କ ନିକଟରେ ଆସି ନିବେଦନ କରନ୍ତୁ। ପ୍ରଭୁ, ଏ ଯେଉଁ ବାକ୍ୟ, ଏ ଯେଉଁ ମଣ୍ଡଳୀ, ଏ ଯେଉଁ ପାଳକ, ଏ ଯେଉଁ ପରିବାର ମୁଁ ଯେଉଁ ଯାଇଥିଲି, ଯେଉଁ ପ୍ରକାର ଭାବରେ ହେଲା, ମୋତେ ତ ଭଲ ଲାଗୁଛି ପ୍ରଭୁ, କିନ୍ତୁ ମୋ ଜୀବନରେ ରହୁନି। ମୋତେ କହିବେ ଯଦି ଭଲ ଲାଗିଲା, ଯଦି ଭଲ ନ ଲାଗିଲା, ପ୍ରଭୁ ମୋତେ ଏଗୁଡ଼ା ଭଲ ଲାଗୁନି। ଏ ମଣ୍ଡଳୀ ଯାହା କରୁଛି, ପାଳକ ପ୍ରଚାରକ ଯାହା କରୁଛି, କି ପରିବାର ଯାହା କରୁଛି, କି ମୁଁ ଯାହା କରୁଛି, ମୋତେ ଭଲ ଲାଗୁନି। ପ୍ରଭୁ ତୁମେ ଶକ୍ତି ଦିଅ। ଯଦି ଏହା ଠିକ୍ ହେଇଥାଏ, ମୋତେ ପ୍ରଳାପ ଗ୍ରହଣ ନ କରି ତାକୁ ବହୁତ ଜୋରରେ ପ୍ରକାଶ କରିବା ପାଇଁ ସାହାଯ୍ୟ। ଆଉ ଦେଖିବେ ପ୍ରଭୁ ଆପଣଙ୍କର ମସ୍ତିଷ୍କ ଚିନ୍ତା ଏକାକି। ସେଥିପାଇଁ ଏକାନ୍ତରେ ପ୍ରଭୁ ପ୍ରାର୍ଥନା କରିବା ପାଇଁ ଯାଉଥିଲେ। ଆପଣ ମୁଁ ମଧ୍ୟ ବ୍ୟକ୍ତିଗତ ଜୀବନରେ ଯେତେ ପରିବାର ଥାଉ, ଏକାନ୍ତ ପ୍ରାର୍ଥନା ଆବଶ୍ୟକ। ଆଉ ଯେତେ ଅସୁବିଧା ଥାଉ, ପରିବାରକୁ ନେଇ ପ୍ରାର୍ଥନା ଆବଶ୍ୟକ। ସେଥିପାଇଁ ବଡ଼ ବଡ଼ ବିଶପ, ପୋପ, ବାଳକ, ପ୍ରଚାରକଙ୍କ ପରିବାରରେ ଝାମେଲା ସବୁ। ସ୍ତ୍ରୀ, ପିଲା, ସ୍ୱାମୀ ଝାମେଲା। ଆଜ୍ଞା ସାଧାରଣ ଘରେ ହଉ, ଆପଣଙ୍କ ଘରେ ନ, ଆମ ଘରେ ଝାମେଲା ହୁଏ, କିନ୍ତୁ ଆମେ ଏକା ସାଥିରେ ପ୍ରାର୍ଥନା କରୁ ଯିବୁ। କାରଣ ପୁରୁଷ ହେଉଛି ମସ୍ତକ ପରା। ପ୍ରଥମ କରନ୍ତି ଅନୁସାରେ ପ୍ରଭୁ ଯୀଶୁ ହେଉଛନ୍ତି ପୁରୁଷର ମସ୍ତକ ପରା। ଟାଇଟ୍ ପୁରା ସ୍ଥିର ହୋଇ ଧରିଥାନ୍ତୁ। ଦେଲେ ଆପଣ
এই পরিবার को लेके प्रभुଙ୍କର ବାକ୍ୟ ମସ୍ତ ମନେ ପଡୁଛି ଜୟାନନ୍ଦ ସିଂ ଏମାନେ ଜାଣିବେ ସବୁ ତାଙ୍କ ଘରକୁ ବାକ୍ୟ ଦେବା ପାଇଁ ଗଲୁ ସ୍ତ୍ରୀକୁ ବାଇକରେ ବସେଇକି ନେଇକି ଆଜ୍ଞା ବାକ୍ୟ ଆମେ ଯାହା ଚିନ୍ତା କରିଥାଉ ହଠାତ୍ ସେଇ ସମୟରେ ଯାହା ଆସିବ ଆମେ କହିବୁ ଆଉ କାଲି ପରଦିନ ମତେ ଜଣେ କହିଛି ଟିକେ କର୍ଜା ଛାଡ଼ିବା ବାକ୍ୟ କହିବନି ବୁଝିଲେ ମୁଁ ତ କହିବି ନାହିଁ ଚିନ୍ତା କରି କିନ୍ତୁ ଆପେ ଆପେ ଯଦି ବାହାରିବ ସେଟା କିଛି ଆମେ ଦେଖୁଛନ୍ତି ଦି ଧାଡ଼ି ଲେଖିକି ଆଣୁ ଆପେ ଆପେ ଯଦି ବାହାରିବ କାହା କର୍ଜା ଛାଡ଼ିଲେ ଆମର ଯାଏ ନଚେତ ପ୍ରଭୁ କହିବେ କି ରେ ତତେ ସୁଯୋଗ ଦେଲି ତୁ କଣ କଲୁ ତୋର ଜାଣିବା ପାଇଁ ଯୋଉଟା ମୁଁ ଚାହୁଁଥିଲି କହିବା ପାଇଁ ସେଟା କହିଲୁ ହେଇପାରିବ ଯୋଉଟା ବାହାରୁଛି ଆମେ ଅଟକୁନୁ ସେ ଏଇ ସମୟରେ ଆମେ କିଛି ଅଟକୁ ଯାହା ବାହାରୁଛି ବାହାରୁ ପ୍ରଭୁ ଅନୁଗ୍ରହ ଆଶୀର୍ବାଦ ପ୍ରଳାପ ନୁହେଁ ପ୍ରଭୁଙ୍କର ବାକ୍ୟ ସତ୍ୟ ସ୍ଥିର ନିଶ୍ଚିତ ଯାହା ଆମ ଜୀବନରେ କାମ କରିଛି ତାହାକୁ ଆମେ ପ୍ରଚାର କରିବୁ କୋଉଠି ନହେଲେ ମଣ୍ଡଳୀ ହେଲାନି ତ ନିଜର କରିଦେଲେ ପ୍ରଭୁ এটা যদি কি আজকে ভাঙি দেব কাঁদরে করবি দেখি বাকি কোন অসুবিধা হবে এটা তো ভাঙিবা সহজ নয় নিজ জায়গায় আছে ভাঙিব কি আগে ভাঙিলে সেই কথা ভাঙায় প্রভু সহজে ছাড়িবে না সেদিন এটা চর্চ মে লেখা যাইছে শক্তি কেন্দ্র প্রভু অনুগ্রহ আশীর্বাদ করুন সাহায্য করুন আসু আমি এই প্রকার প্রভুଙ୍କର বাক্যକୁ প্রলাপ করে প্রচার ন করু প্রলাপ করে গ্রহণ ন করু ସବୁ ବିଶ୍ୱାସ କରି ଗ୍ରହଣ କରି ପ୍ରଭୁଙ୍କ ଚରଣରେ ନିବେଦନ କରୁ ଯଦ୍ୱାରା କି ପ୍ରଭୁଙ୍କର ମହିମା ସମସ୍ତେ ଦେଖିବେ ତାପରେ ଦେଖିବେ ଶିଷ୍ୟମାନେ ସେତେବେଳେ ବିଶ୍ୱାସ କରିବେ ଜାଣିବେ ପ୍ରଭୁ ଏଇ ଚିନ୍ତାରେ ଆମକୁ ଆଶୀର୍ବାଦ କରନ୍ତୁ ଆମେ